तो हेलो बोरिंग पर्सन को स्वागत। କିଛି ନାହିଁ, ଘରେ ରୁମରେ ବସିଛେ। ରୁମରେ ଏମିତି କିଛି ଦେଖାଯାଉଛି। ଆଉ ରୁମରେ ତ କେହି ନାଇଁନି, ସବୁ ଭାଇ ଘରେ ଡ୍ୟୁଟି ଯାଇଛନ୍ତି। ମୁଁ ଏକୁଟିଆ ରୁମରେ। ତ ବୋରିଂ ପର୍ସନ କ'ଣ କରିପାରିବା? କରିବା ପାଇଁ ବହୁତ କିଛି ଅଛି, କିନ୍ତୁ ମୁଁ ନିଜେ ହିଁ ଚାହୁଁନି କ'ଣ କରିବି ବୋଲିକି ଜାଣିପାରୁନି ହେଲା। ତ ଆଗକୁ କେମିତି ଯେ ଜୀବନ କଟିବ କିଛି ଜଣା ପଡୁନାହିଁ। ଆଗକୁ କେମିତି ଲାଇଫ ଷ୍ଟ୍ରଗଲରେ କଟିବ। ଷ୍ଟ୍ରଗଲ ତ ଚାଲିଛି, ଆଗକୁ କେମିତି ଭଲସେ କଟିବ ତାହା ଜାଣିବା ପାଇଁ ମୋତେ କିଛି କରିବା ପାଇଁ ପଡ଼ିବ। ଏବେ କିଛି କହିପାରୁନାହିଁ। ତ ମୋତେ କ୍ୟାମେରା ସାମ୍ନା ଆସିକି ଏତେ ଭଲ ଲାଗେ ଯେ ମୁଁ କିଛି କାହାରି ସାମ୍ନା କହିପାରିବିନି। ତ ପ୍ରଥମ ବାହାରକୁ ଯାଇକି କ୍ୟାମେରା ସାମ୍ନା ଯଦି ଭଲସେ କହିବି ହେଲେ ମୋତେ ଭଲ ଲାଗିବ। କ୍ୟାମେରାକୁ ମାନେ ସାମ୍ନାକୁ ରଖିକି ହେଲା। ତ ଏଇଟା ଧରାଯାଉ ମୋର ଏଇଟା କ'ଣ କହୁଛି ମେମୋରି ଭିଡ଼ିଓ ତ ମେମୋରି ଆକାରରେ ରଖିବି ୟାକୁ। ତ ଆଗକୁ କେମିତି ୟାକୁ ଭଲସେ କରିପାରିବି ତାହା ପାଇଁ ମୁଁ ଟିକେ ଧ୍ୟାନ ଦେଉଛି। ଯଦି ତୁମେ ବି ଭିଡ଼ିଓ ବନେଇବା ପାଇଁ ଚାହୁଁଛ ତ ନିହାତି କରିପାରିବ। କାହିଁକି ନା ଦେଖ, ଏଇନା ଯଦି ଆମେ ଭିଡ଼ିଓ କରିଥିବା ତ 2-3 ବର୍ଷ କି 5 ବର୍ଷ ପରେ ଆମେ ଦେଖିବା ବହୁତ ଜିନିଷ ଚେଞ୍ଜ ହେଇଯାଇଥାଏ। ଆମେ ଏଇଠି ନାହୁଁ, ଏଇଠି ଥିବୁ କି ନାହୁଁ, ତାପରେ ତମର ଫେସ୍ ତ ନିଶ୍ଚୟ ଚେଞ୍ଜ ହେଇଯାଇଥିବ। ଆଉ ଜିନିଷ ରହିଲା କି ଆଗକୁ ତମେ କୋଉ ଜାଗାରେ ଥିବ, କେମିତି ଥିବ ସେଟା ନିଜେ ବି ଜାଣିପାରିବନି। ତ ଏଇଟା ହେଉଛି କି ଆମର କିଚେନ୍ ରୁମ୍, ଏଇଟା ହେଉଛି ମୋ ରୁମ୍, ଏଇଟା ହେଉଛି ଭାଇମାନଙ୍କ ରୁମ୍, ଯେଉଁଥିରେ କି ସେମାନେ ଶୁଅନ୍ତି। ଆଉ ଗୋଟେ ବାଲକୁନି ଅଛି ଏଠି। ବାଲକୁନିଟା ବି ଭଲ ଲାଗେ ଦେଖିବା ପାଇଁ। ତ ଏଠି ରୁମ୍ରେ ଭାଇ ତଳେ ଅଛି। ଆଉ ଏଇଭଳିଆ ଜିନିଷ କିଛି ଚାଲିଛି ଆଉ ଜୀବନଟା। ସାର୍ଟ ପ୍ୟାଣ୍ଟ ଅଛି, ଆଉ ଏଇ ରହିଲା କିଛି ଆମର ଜିନିଷ। ତ ମୁଁ କ୍ୟାମେରା ସାମ୍ନା କେମିତି କହିବି ତାହାକୁ ମୋତେ ଟିକେ ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ।